ସମସ୍ତଙ୍କୁ ମୋ ଚ୍ୟାନେଲକୁ ସ୍ୱାଗତ କରୁଛି। ଆମେ ଡାଫୋଡିଲ କବିତାଟି ସମ୍ପୂର୍ଣ୍ଣ ରୂପେ କଭର କରିଛନ୍ତି, ଭଲ ଭାବରେ ବୁଝିଛନ୍ତି। ଆଜି ଆମେ ଆଲୋଚନା କରିବା এই ଡାଫୋଡିଲ କବିତାରେ କ'ଣ କ'ଣ ଅଳଙ୍କାର ବ୍ୟବହାର କରାଯାଇଛି। ଯେପରି ଆମେ ହାଇସ୍କୁଲରେ ପଢ଼ିଥିଲେ ଓଡ଼ିଆରେ ଅଳଙ୍କାର ଯମଜ, ଅନୁପ୍ରାସ, ରୂପକ, ଉପମା ଏପରି ଆହୁରି ଅନେକ ଅଳଙ୍କାର ଥିଲା। ଠିକ୍ ସେହିପରି এই ଅଳଙ୍କାରକୁ ଇଂଲିଶରେ କୁହାଯାଏ ଫିଗର ଅଫ୍ ସ୍ପିଚ୍। এই বিষয়ে କ'ଣ କ'ଣ ଅଳଙ୍କାର ବ୍ୟବହାର କରାଯାଇଛି, ଫିଗର ସ୍ପିଚ୍ ବ୍ୟବହାର କରାଯାଇଛି ଏବଂ କେଉଁ ଅଳଙ୍କାରକୁ ଆମେ କିପରି ଚିହ୍ନିବା ତାକୁ ଆମେ ଡିଟେଲ ପଢ଼ିବା ଏବଂ ଏହି ବିଷୟର ରାଇମ୍ ସ୍କିମ୍ କ'ଣ, ରାଇମ୍ ସ୍କିମ୍ କିପରି ଜାଣିବା ତାକୁ ମଧ୍ୟ ଆମେ ଦେଖିବା। ତା ପୂର୍ବରୁ ମୁଁ କହିଦେଉଛି এই ଡାଫୋଡିଲ ବିଷୟର ଆମର ଦୁଇଟି ଭିଡ଼ିଓ ଅଲରେଡ଼ି ଅପଲୋଡ଼ ହୋଇସାରିଛି, ପାର୍ଟ 1 ପାର୍ଟ 2। ଯେଉଁମାନେ ଡାଫୋଡିଲ ବିଷୟଟିକୁ ପଢ଼ିନାହ ପ୍ରଥମେ সেই ଭିଡ଼ିଓ ଦୁଇଟି ଦେଖିଦିଅ, লিঙ্ক ମଧ୍ୟ ডেসক্রিপশନରେ ଅଛି ତାକି এই ଯେଉଁ ଭିଡ଼ିଓଟି ଆମକୁ ବୁଝିବା ପାଇଁ ସୁବିଧା ହେବ। ପ୍ରଥମେ ଆମେ ପଢ଼ିବା ଫିଗର ଅଫ୍ ସ୍ପିଚ୍ କ'ଣ। ଫିଗର ସ୍ପିଚ୍ ମାନେ ଓଡ଼ିଆରେ କୁହାଯାଏ ଅଳଙ୍କାର। ଅଳଙ୍କାର କାହିଁକି ବ୍ୟବହାର କରାଯାଏ? ମଣିଷ କାହିଁକି ଅଳଙ୍କାର ବ୍ୟବହାର କରେ ନା ଅଧିକ ସୌନ୍ଦର୍ଯ୍ୟବାନ ଦେଖାଯିବା ପାଇଁ, ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ। ଠିକ୍ ସେହିପରି ସେଣ୍ଟେନ୍ସରେ ବାକ୍ୟରେ କିଛି ମଧ୍ୟ ଅଳଙ୍କାର ବ୍ୟବହାର କରାଯାଏ। ବାକ୍ୟଟି ଅଧିକ ସୌନ୍ଦର୍ଯ୍ୟବାନ ଲାଗିବା ପାଇଁ, ଅଧିକ ଆକର୍ଷଣୀୟ ଲାଗିବା ପାଇଁ, ଶ୍ରୁତି ମଧୁର ଲାଗିବା ପାଇଁ ବାକ୍ୟରେ ମଧ୍ୟ ଅଳଙ୍କାର ବ୍ୟବହାର କରାଯାଏ। ଯଥା ମୁଁ ଗୋଟେ ଏକ୍ସାମ୍ପଲ ଦେଉଛି, ମୁଁ କହିଲି ହି ଫଟ୍ ବ୍ରେଭଲି, ସେ ସାହସର ସହିତ ଯୁଦ୍ଧ କଲେ। ଯେଉଁ ବ୍ରେଭଲି ୱାର୍ଡଟାକୁ ମୁଁ ରିପ୍ଲେସ୍ କରିଦେବି ଏବଂ ତା ସ୍ଥାନରେ କିଛି ଅଳଙ୍କାର ବ୍ୟବହାର କରିବି। ଅର୍ଥାତ୍ ମୁଁ କହିଲି ହି ଫଟ୍ ଲାଇକ୍ ଏ ଲାୟନ୍, ସେ ଗୋଟେ ସିଂହ ପରି ଯୁଦ୍ଧ କଲେ। ଦେଖ ସିଂହ ହେଉଛି ବଣର ରାଜା, ସେ ବି ଭାରି ସାହସୀ। ତେଣୁ ପ୍ରଥମ ସେଣ୍ଟେନ୍ସର ଆମର ମିନିଂ ହେଲା ସେ ସାହସର ସହିତ ଯୁଦ୍ଧ କଲେ। ଦ୍ୱିତୀୟ ସେଣ୍ଟେନ୍ସରେ ମୁଁ କହିଲି ସେ ସିଂହ ପରି ଯୁଦ୍ଧ କଲେ। ତା ମାନେ ଇନଡାଇରେକ୍ଟଲି ମୁଁ କହିଲି ସେ ସିଂହ ପରି ସାହସର ସହିତ ଯୁଦ୍ଧ କଲେ। କିନ୍ତୁ এই ଦୁଇଟି ସେଣ୍ଟେନ୍ସର ମିନିଂ ଏକା, କିନ୍ତୁ କେଉଁ ସେଣ୍ଟେନ୍ସଟି ଶୁଣିବା ପାଇଁ ଅଧିକ ଭଲ ଲାଗୁଛି ନା ଦ୍ୱିତୀୟ ସେଣ୍ଟେନ୍ସଟି, ହି ଫଟ୍ ଲାଇକ୍ ଏ ଲାୟନ୍। ତାକି ସେଇ ସେଣ୍ଟେନ୍ସରେ ଆମେ କିଛି ଅଳଙ୍କାର ବ୍ୟବହାର କରିଛନ୍ତି। ସେଥିପାଇଁ ଗୋଟେ ବାକ୍ୟକୁ ଅଧିକ ଆକର୍ଷଣୀୟ କରିବା ପାଇଁ, ଶ୍ରୁତି ମଧୁର କରିବା ପାଇଁ ଆମେ ଅଳଙ୍କାର ବ୍ୟବହାର କରନ୍ତି। ଏବେ ଆମେ ପଢ଼ିବା এই ଡାଫୋଡିଲ ବିଷୟରେ କ'ଣ କ'ଣ ଅଳଙ୍କାର ବ୍ୟବହାର କରାଯାଇଛି, ସେ ଅଳଙ୍କାରକୁ କିପରି ଚିହ୍ନିବା ଡିଟେଲ ଆମେ ପଢ଼ିବା। ପଢ଼ି ସାରିବା ପରେ ଆମେ ଡାଫୋଡିଲ କବିତାରେ ପ୍ରତ୍ୟେକ ସେଣ୍ଟେନ୍ସକୁ ଦେଖିବା, କେଉଁ ସେଣ୍ଟେନ୍ସରେ କ'ଣ ଅଳଙ୍କାର ବ୍ୟବହାର ହେଇଛି ତାକୁ ଆମେ ଜାଣିବା। ପ୍ରଥମେ ଆମେ ଦେଖିବା ସିମିଲି। ସିମିଲି ମାନେ ଓଡ଼ିଆରେ କୁହାଯାଏ ଉପମା। ପ୍ରଥମେ ଆମେ ଜାଣିବା এই ସିମିଲି କ'ଣ ଏବଂ ଗୋଟେ ସେଣ୍ଟେନ୍ସରେ ସିମିଲି ଅଳଙ୍କାର ବ୍ୟବହାର ହେଇଛି ବୋଲି ଆମେ ଜାଣିବା କିପରି। ଫାର୍ଷ୍ଟ କଥା କହୁଛି, ଏ କମ୍ପାରିଜନ୍ ମଷ୍ଟ ବି ମେଡ୍ ବିଟୱିନ୍ ଟୁ ଥିଙ୍ଗସ୍ ଡିଫରେଣ୍ଟ ଇନ୍ କାଇଣ୍ଡ। ସିମିଲିରେ କ'ଣ କରାଯାଏ ନା ତୁଳନା କରାଯାଏ, ଦୁଇଟି ଜିନିଷକୁ ତୁଳନା କରାଯାଇଥିବ। ଏ କମ୍ପାରିଜନ୍ ମଷ୍ଟ ବି ମେଡ୍ ବିଟୱିନ୍ ଟୁ ଥିଙ୍ଗସ୍, ଦୁଇଟି ଜିନିଷ ମଧ୍ୟରେ ତୁଳନା କରାଯାଇଥିବ। ଯେଉଁ ଦୁଇଟି ଜିନିଷ ମଧ୍ୟରେ ତୁଳନା କରାଯାଇଥିବ ସିଏ ଯେପରି ଡିଫରେଣ୍ଟ ଇନ୍ କାଇଣ୍ଡ ହେଇଥିବ, ଯେପରି ତାହା ଭିନ୍ନ ଭିନ୍ନ ହେଇଥିବ। ଭିନ୍ନ ଭିନ୍ନ ମାନେ ମଣିଷ ମଣିଷ ସହିତ ତୁଳନା କରାଯିବ ନାହିଁ, କି ଗଛ ଗଛ ସହିତ ତୁଳନା କରାଯିବ ନାହିଁ। ଅର୍ଥାତ୍ ମଣିଷକୁ କେଉଁ ପଶୁ ସହିତ ତୁଳନା କରାଯାଇପାରେ, ବା ମଣିଷକୁ ସୂର୍ଯ୍ୟ ସହିତ ତୁଳନା କରାଯାଇପାରେ, ବା ମଣିଷକୁ ଗୋଟେ ପରି ସହିତ ତୁଳନା କରାଯାଇପାରେ। ତାହେଲେ ଦୁଇଟି ଜିନିଷ ମଧ୍ୟରେ କମ୍ପାରିଜନ୍ ହେଉଥିବ, କିନ୍ତୁ ସେ ଦୁଇଟି ଜିନିଷ ମଧ୍ୟ ଡିଫରେଣ୍ଟ କାଇଣ୍ଡ ହେଇଥିବେ, ମାନେ ଭିନ୍ନ ଭିନ୍ନ ପ୍ରକାରର ହେଇଥିବେ। ଦ୍ୱିତୀୟ କଥା କହିଲା, ଦୋ ଡିଫରେଣ୍ଟ ଦ ଟୁ ଥିଙ୍ଗସ୍ କମ୍ପେୟାର୍ଡ ମଷ୍ଟ ହେଭ୍ ସମ୍ ସର୍ଟ ଅଫ୍ ସିମିଲାରିଟି ବିଟୱିନ୍ ଦେମ୍। ଦ୍ୱିତୀୟ କଥା କ'ଣ କହୁଛି, ଯଦିଓ ସେଇ ଯେଉଁ ଦୁଇଟି ଜିନିଷକୁ ଆମେ କମ୍ପେୟାର କରିବା ତା ଭିନ୍ନ ଭିନ୍ନ ପ୍ରକାର ହେଇଥିବ, କିନ୍ତୁ ସେଇ ଦୁଇଟି ଜିନିଷ ମଧ୍ୟରେ ନିଶ୍ଚିନ୍ତ କିଛି ସିମିଲାରିଟି ଥିବ, କିଛି ସାଦୃଶ୍ୟତା ଥିବ। ଅର୍ଥାତ୍ ଗୋଟିଏ ପଦରେ କହିଲେ ଦ ପଏଣ୍ଟ ଅଫ୍ ସିମିଲାରିଟି ମଷ୍ଟ ବି ବ୍ରଟ୍ ଆଉଟ୍ କ୍ଲିୟରଲି। ତାମାନେ ସେଇ ଯେଉଁ ସିମିଲାରିଟି ଯେଉଁ ଆମେ ଦେଖାଉଥିବା ଯେଉଁ ଦୁଇଟି ଜିନିଷ ମଧ୍ୟରେ, ସେଇ ସିମିଲାରିଟିଟା ଯେପରି କ୍ଲିୟରଲି ଜଣାପଡ଼ୁଥିବ। ଏଇ ଦୁଇଟି ଜିନିଷ ମଧ୍ୟରେ ତୁଳନା କରାଯାଇଛି, ଏଇ ଜିନିଷଟାକୁ ତୁଳନା କରାଯାଇଛି ବୋଲି ଯେପରି ଆମେ ଜାଣିପାରୁଥିବା। ଏଇ ସିମିଲିରେ କ'ଣ କରାଯାଏ, ୱି ୟୁଜ୍ ଲାଇକ୍ ଏଜ୍ ଇନ୍ ସିମିଲି। ଏଇ ସିମିଲିରେ ଆମେ ଲାଇକ୍ ଏଜ୍ ପରି ଶବ୍ଦ ଆମେ ବ୍ୟବହାର କରି ଆମେ ତୁଳନା କରିବା। ତେଣୁ ଗୋଟିଏ ପଦରେ କହିଲେ ଡାଇରେକ୍ଟ କମ୍ପାରିଜନ୍ ବିଟୱିନ୍ ଟୁ ଡିଫରେଣ୍ଟ ଥିଙ୍ଗସ୍, ମାନେ ଦୁଇଟି ଭିନ୍ନ ଭିନ୍ନ ଜିନିଷ ମଧ୍ୟରେ ତୁଳନା କରାଯାଇଥିବ, ସେ ଭିନ୍ନ ପ୍ରକାର ହେଇଥିବେ।
ଏବଂ ନିଶ୍ଚିନ୍ତ ସେଇ ଦୁଇଟି ଭିନ୍ନ ଜିନିଷ ମଧ୍ୟରେ କିଛି ସିମିଲାରିଟି ଥିବ। ସେଇ ସିମିଲାରିଟିଟା କ୍ଲିଅରଲି ଜଣା ପଡୁଥିବ ଏବଂ ଲାଇକ୍ ଏଜ୍ ପରି ଶବ୍ଦ ଆମେ ବ୍ୟବହାର କରିଥିବା ତ ଆମେ ସେଇଟାକୁ କହିବା ସିମିଲି ବୋଲି। ଏବେ ଆମେ ଏକ୍ସାମ୍ପଲ ଦେଖିବା। ୟୁ ଆର୍ ଏଜ୍ ବ୍ରେଭ୍ ଏଜ୍ ଏ ଲାୟନ୍। ତମେ ହେଉଛ ସିଂହ ପରି ସାହସୀ। ଏଠି ଦେଖ ଦୁଇଟି ଜିନିଷ ତୁଳନା କରାଯାଇଛି। ମାନେ ତୁମକୁ ଏଠି କାହା ସହିତ ତୁଳନା କରାଯାଇଛି ନା ସିଂହ ସହିତ। ତାହେଲେ ଇଏ ଯୋଉ ଦିଟା ଜିନିଷକୁ ତୁଳନା କରାଗଲା ମାନେ ଟୁ ଥିଙ୍ଗସ୍, ଇଏ ହେଉଛି ଡିଫରେଣ୍ଟ ଇନ୍ କାଇଣ୍ଡ। ଆମେ ହେଉଛନ୍ତି ମଣିଷ, ଲାୟନ ହେଉଛି ପଶୁ। ଦ୍ୱିତୀୟ କଥା, ଦୁଇଟି ଜିନିଷ ମଧ୍ୟରେ ଦେଖ ସିମିଲାରିଟି କିଛି ଅଛି। ନା କ'ଣ ସିମିଲାରିଟି? ନା ଏଟା ବ୍ରେଭ୍, ସାହସୀ। ତାମାନେ ସିଂହ ବି ସାହସୀ, ତମେ ବି ସାହସୀ, ତାମାନେ ତମେ ସିଂହ ପରି ସାହସୀ। ଏବଂ ଏଇ ଯୋଉ ସିମିଲାରିଟିଟା ପୁରା କ୍ଲିଅରଲି ଜଣା ପଡୁଛି କି ଆମକୁ ଯୋଉ ତୁଳନା କରାଗଲା ସିଂହ ସହିତ କୋଉ ଗୁଣଟାକୁ ଆମକୁ ତୁଳନା କରାଯାଇଛି ତାହା ଆମକୁ ଏଠି କ୍ଲିଅରଲି ଭିଜିବୁଲ କରାଯାଇଛି, କ୍ଲିଅରଲି ଦେଖାଯାଇଛି। ଏବଂ ଏଠି ମଧ୍ୟ ଦେଖ ଏଜ୍ ପରି ଶବ୍ଦ ବ୍ୟବହାର କରି ତୁଳନା କରାଯାଇଛି। ତାହେଲେ କହିଲା ୟୁ ଆର୍ ଏଜ୍ ବ୍ରେଭ୍ ଏଜ୍ ଏ ଲାୟନ୍। ତମେ ହେଉଛ ସିଂହ ପରି ସାହସୀ। ତାହେଲେ ଏଠି ଆମକୁ ସିଂହ ସହିତ ତୁଳନା କରାଗଲା। ମାନେ ସିଂହର ଗୋଟେ ଗୁଣ ଅଛି ସାହସ ଗୁଣ, ଆମର ବି ସେଇ ସାହସ ଗୁଣ ଅଛି। ତାହେଲେ ଆମେ ବି ସିଂହ ପରି ସାହସୀ ଏବଂ ଏଠି ଏଜ୍ ପରି ଶବ୍ଦ ମଧ୍ୟ ବ୍ୟବହାର କରିଛି। ତେଣୁ ଏହା ହେଉଛି ସିମିଲି। ଏଠି ସିମିଲି ଅଳଙ୍କାର ବ୍ୟବହାର କରାଯାଇଛି ବୋଲି ଆମେ କହିପାରିବା। ତାପରେ ଏକ୍ସାମ୍ପଲ ଦେଖିବା। କହିଲା ୟୁ ସାଇନ୍ ଲାଇକ୍ ଦ ସନ୍। କହିଲା ତମେ ସୂର୍ଯ୍ୟ ପରି ଚିକ୍ମିକ୍ କରୁଛ। ଏଠି ଦେଖ ଦିଟା ଡିଫରେଣ୍ଟ ଟାଇପ୍, ମାନେ ଆମେ ଅଲଗା ସୂର୍ଯ୍ୟ ଅଲଗା। ତାର ଆମକୁ ଏଠି ସୂର୍ଯ୍ୟ ସହିତ ତୁଳନା କରାଗଲା ଏବଂ ସୂର୍ଯ୍ୟଙ୍କର ଅନେକ କ୍ୱାଲିଟି ଅଛି, ଅନେକ ଗୁଣ ଅଛି। କିନ୍ତୁ ଆମକୁ ଯୋଉ ତୁଳନା କରାଗଲା ସୂର୍ଯ୍ୟଙ୍କ ସହିତ, ସୂର୍ଯ୍ୟଙ୍କର ଗୋଟେ ପର୍ଟିକୁଲାର କ୍ୱାଲିଟିକୁ ତୁଳନା କରାଯାଇଛି। ତାମାନେ ସେଇ ଯୋଉ ସିମିଲାରିଟିଟା ପୁରା କ୍ଲିଅରଲି ଜଣା ପଡୁଛି କି ସୂର୍ଯ୍ୟ ଯେପରି ଚିକ୍ମିକ୍ କରେ ଆମେ ସେଇପରି ଚିକ୍ମିକ୍ କରୁଛନ୍ତି, ସେଇପରି ଆମେ ଗ୍ଲିଟର କରୁଛନ୍ତି, ସାଇନ୍ କରୁଛନ୍ତି। ଅର୍ଥାତ୍ ଏଠି ମଧ୍ୟ କ'ଣ କରାହେଇଛି ନା ଆମକୁ ସୂର୍ଯ୍ୟ ସହିତ ତୁଳନା କରାହେଇଛି ଏବଂ ଲାଇକ୍ ପରି ଶବ୍ଦ ମଧ୍ୟ ବ୍ୟବହାର କରାହେଇଛି। ତେଣୁ ଏହା ମଧ୍ୟ ସିମିଲିର ଅନ୍ତର୍ଭୁକ୍ତ। ଆଉ ଗୋଟେ ସେଣ୍ଟେନ୍ସ ଦେଖିବା। ସି ଇଜ୍ ଏଜ୍ ଇନୋସେଣ୍ଟ ଏଜ୍ ଆନ୍ ଏଞ୍ଜେଲ। ସେ ଗୋଟେ ପରି ପରି ନିରୀହ। ଏଠି ଦେଖ ତାକୁ ଗୋଟେ ପରି ସହିତ ତୁଳନା କରାହେଇଛି, କମ୍ପେୟାର କରାହେଇଛି ଏବଂ ଦୁଇ ଜଣ ଭିତରେ ଯୋଉ ସିମିଲାରିଟି ଦେଖାହେଇଛି ତା ବି କ୍ଲିଅରଲି ଭିଜିବୁଲ, ଆମେ ଜାଣିପାରୁଛନ୍ତି। ନା କ'ଣ ନା ପରି ଯେପରି ଇନୋସେଣ୍ଟ ସେ ମଧ୍ୟ ପରି ପରି ଇନୋସେଣ୍ଟ। ଏବଂ ଏଠି ଏଜ୍ ପରି ଶବ୍ଦ ବ୍ୟବହାର କରାଯାଇ ତୁଳନା କରାହେଇଛି। ତେଣୁ ଏହା ମଧ୍ୟ ସିମିଲି। ଏବେ ଆଉ ଗୋଟେ ଏକ୍ସାମ୍ପଲ ଲକ୍ଷ୍ୟ କରିବା, ଟିକେ କ୍ଲୋଜଲି ଦେଖିବ। ହରି ଇଜ୍ ଏଜ୍ ଟଲ୍ ଏଜ୍ ହିଜ୍ ବ୍ରଦର। ହରି ତା ଭାଇ ପରି ଡେଙ୍ଗା। ଏଠି ହରିକୁ ତା ଭାଇ ସହିତ ତୁଳନା କରାହେଇଛି ଏବଂ ଦୁଇ ଜଣ ଭିତରେ ଯୋଉ ସିମିଲାରିଟି ଦେଖାହେଇଛି ତାହା ବି କ୍ଲିଅରଲି ଭିଜିବୁଲ, ଆମେ ଜାଣିପାରୁଛନ୍ତି କୋଉ ଜିନିଷଟାକୁ ତୁଳନା କରାହେଇଛି। ଏବଂ ଏଠି ଏଜ୍ ପରି ଶବ୍ଦ ମଧ୍ୟ ବ୍ୟବହାର କରାହେଇଛି। ଏହା ସିମିଲି କି? ନା, ଏହା ସିମିଲି ନୁହେଁ। କାରଣ ଏଠି କ'ଣ କରାହେଇଛି ନା କମ୍ପାରିଜନ ଇଜ୍ ମେଡ୍ ବିଟୱିନ୍ ଟୁ ପର୍ସନ୍ସ ଅଫ୍ ସିମିଲାର କାଇଣ୍ଡ। ଏଠି ଦୁଇ ଜଣ ବ୍ୟକ୍ତିଙ୍କୁ ତୁଳନା କରାହେଇଛି। ଦୁଇ ଜଣଙ୍କ ବ୍ୟକ୍ତି ଭିତରେ ଏଠି ସାଦୃଶ୍ୟତା ଦେଖାଯାଇଛି, କ'ଣ ସିମିଲାରିଟି ରହିଛି। କିନ୍ତୁ ଆମେ ତ ଜାଣିଛନ୍ତି ସିମିଲିରେ କ'ଣ କରାଯାଏ ନା କମ୍ପାରିଜନ କରାଯାଏ ଟୁ ଥିଙ୍ଗସକୁ, କିନ୍ତୁ ଡିଫରେଣ୍ଟ ଇନ୍ କାଇଣ୍ଡ। ସେ ଦୁଇଟା ଭିନ୍ନ ଭିନ୍ନ ହେଇଥିବେ, ମାନେ ମଣିଷ ପଶୁ, ମଣିଷ ସୂର୍ଯ୍ୟ, କିନ୍ତୁ ମଣିଷ ମଣିଷ ଏଠି ସିମିଲାରିଟି କରାଯାଇ ପାରିବ ନାହିଁ। ତେଣୁ ଇଏ ଯୋଉ ଏକ୍ସାମ୍ପଲଟି ତା ସିମିଲିର ଅନ୍ତର୍ଭୁକ୍ତ ନୁହେଁ। ତେଣୁ ସିମିଲକୁ ଛାଡ଼ିବା ପୂର୍ବରୁ ଆଉ ଥରେ କହି ରଖୁଛି, ସିମିଲରେ କ'ଣ କରାହେଉଛି ନା ଡାଇରେକ୍ଟ କମ୍ପାରିଜନ ବିଟୱିନ୍ ଟୁ ଡିଫରେଣ୍ଟ ଥିଙ୍ଗସ୍। ଏଠି ଯୋଉ ଦୁଇଟି ଭିନ୍ନ ଭିନ୍ନ ଜିନିଷ ମଧ୍ୟରେ କମ୍ପାରିଜନ କରାହେଉଛି, ସେ କମ୍ପାରିଜନଟା ଡାଇରେକ୍ଟଲି ଭିଜିବୁଲ ହେଉଛି, କ୍ଲିଅରଲି ଭିଜିବୁଲ ହେଉଛି। ଆମେ ଜାଣିପାରୁଛନ୍ତି କୋଉ ଜିନିଷଟାକୁ କମ୍ପେୟାର କରୁଛନ୍ତି ଏବଂ ଏଠି ଲାଇକ୍ ଏଜ୍ ପରି ଶବ୍ଦ ବ୍ୟବହାର କରି ଆମେ କମ୍ପାରିଜନ କରୁଛନ୍ତି। ଏବେ ଆମେ ଦେଖିବା ମେଟାଫର। ମେଟାଫରକୁ ଓଡ଼ିଆରେ କୁହାଯାଏ ରୂପକ ଅଳଙ୍କାର। ମେଟାଫର କ'ଣ? Find out the likeness between two things but not clearly expressed. ଯେପରି ସିମିଲିରେ ଥିଙ୍ଗସ୍ ଇନ୍ ଡିଫରେଣ୍ଟ କାଇଣ୍ଡ, ମାନେ ଦୁଇଟି ଭିନ୍ନ ଭିନ୍ନ ଜିନିଷକୁ ତୁଳନା କରାଯାଏ। ମେଟାଫରରେ ମଧ୍ୟ ଠିକ୍ ସେହିପରି ଦୁଇଟି ଭିନ୍ନ ଭିନ୍ନ ଜିନିଷକୁ ତୁଳନା କରାଯାଏ। କିନ୍ତୁ ଏଠି ଯୋଉ ସିମିଲାରିଟି ଦେଖାଯାଏ ସେଟା କ୍ଲିଅରଲି ଭିଜିବୁଲ ହୁଏ ନାହିଁ। ସିମିଲିରେ ଆମର ଦୁଇଟି ଜିନିଷ ମଧ୍ୟରେ କ'ଣ ସିମିଲାରିଟି ସେଟା କ୍ଲିଅରଲି ଆମେ ଜାଣି ଦିଅନ୍ତି କି ସେ ସିଂହ ପରି ସାହସୀ, ତାମାନେ ସିଂହ ଆଉ ତାଙ୍କ ଭିତରେ ଗୋଟେ ସିମିଲାରିଟି ରହିଲା ନା ସାହସ ଗୁଣଟା।
को क्वालिटी को ता दर्शाउची सेटा एक्सप्रेस करी देई थाए सिमिलैरिटी जना पड़े किंतु मेटाफर रे डायरेक्ट कंपैरिजन करा जाए एठी जना पड़े नाही क्लियरली विजिबल हुए नाही कि दुई जन मध्य रे कोन सिमिलैरिटी अछि we don't use like and as in metaphor सिमिली रे आमे कोन करथुले ना एज लाइक परि शब्द व्यवहार करी आमे कंपेयर करथुले किंतु एठी मेटाफर रे आमे एज आ लाइक परि शब्द आमे व्यवहार करिवा नाही केतरा एग्जांपल दउची लक्ष्य कर द कैमेल इज द शिप ऑफ द डिजर्ट ओटा होची मरुभूमिर जहाज सदृश ताले एठी ओटो को तुलना करा हैछ का सहित ना जहाज सहित से मरुभूमिर जहाज परि किंतु एठी एज लाइक परि कोनसे शब्द व्यवहार करा हैनी एवं एठी ओटो को जहाज सहित कोन पई तुलना करा हैछ बा तांकर सिमिलैरिटी कोन किछि क्लियरली मध्ये विजिबल नाही जणा पडु नाही अर्थात हियर द सिमिलैरिटी बिटवीन टू डिफरेंट थिंग्स कैमेल एंड शिप इज नॉट क्लियरली स्टेटेड एठी ओटो आ जहाज भितर कोन सिमिलैरिटी अछि ता हमकु जणा जाय नाही डायरेक्ट आम देखि पारुना क्लियरली जानी पारुना किंतु आम एते गैस करि परिबा कि जेपरी एज ए शिप कैरीज मैन एंड गुड्स अक्रॉस द सी सो द कैमेल कैरीज मैन एंड गुड्स अक्रॉस ए डिजर्ट अर्थात जेपरी गोटे जहाज कोन करे ना लोक मानकू बा अनेक जिनिस को से कोन करे ना समुद्र मध्य रे से बोही निए ठीक से परि गोटे ओट से मरुभूमि रे मनीष को एवं अनेक जिनिस मध्य से बोही निए किंतु ये जो तुलना करा गला कि ओट होची मरुभूमि जहाज सदृश एठी एज लाइक पर शब्द लागी नाही तांको भीतर कोन सिमिलैरिटी अछि डायरेक्ट मध्य एठी दर्शा जाय नाही किंतु एठी तुलना करा हैछि ओट को मरुभूमि जहाज सहित तुलना करा हैछि तेनु एहा मेटाफर अंतर्भुक्त आउ गोटे एग्जांपल दउछि कालिदास इज द शेक्सपियर ऑफ इंडिया एठी देखो कालिदास को इंडिया रा शेक्सपियर बोली कहा होछि ताहले कालिदास को शेक्सपियर को सहित तुलना करा गला किंतु तांको भितरे कोन सिमिलैरिटी अछि एठी हमको क्लियरली जणा पडु नाही कि हमको क्लियरली दर्शा जाई नाही आउ एठी मध्ये कोनोसी एज लाइक परि शब्द व्यवहार आइ नाही तेनु एकु हमें कहि परिबा एहा मेटाफर नेक्स्ट एग्जांपल यू आर लायन तमे होच सिंह एठी तमको सिंह सहित तुलना करा हैछि किंतु सिंह आ तम भितरे कोन सिमिलैरिटी अछि किछ क्लियरली एक्सप्रेस करा है नाही कि तमे सिंह परि रागी कि तमे सिंह परि देखियाकू कि तमे सिंह परि साहसी किछि भी क्लियरली एक्सप्रेस करा हैनी आउ एठी मध्ये एज लाइक परि शब्द कोनोसी व्यवहार करा है नाही तेनु इ होछि मेटाफर किंतु या पूर्व आमे गोटे एग्जांपल देखिथिले यू आर एज ब्रेव एज ए लायन तमे होछ सिंह परि साहसी तामाने हेटी तमको सिंह सहित तुलना करा हैतला एवं तमे दुई जन के भितरे जा सिमिलैरिटी ता मध्ये क्लियरली विजिबल होउची कि जेपरि सिंह साहसी तमे भी से परि साहसी एवं हेटी एज परि शब्द व्यवहार करा हैतला सेति पई ता थिला सिमिली बुझी होउची मेटाफर आ सिमिली भितर डिफरेंस कोन नेक्स्ट एग्जांपल यू आर द सन ठीक से परि तमको सूर्य सहित तुलना करा गला तमे होउछ सूर्य किंतु दुई जन भितर कोन सिमिलैरिटी अछि ता मध्ये क्लियरली एक्सप्रेस करा है नाही आउ एठी मध्ये एज लाइक परि शब्द किछि व्यवहार करा हैनी किंतु तुलना करा हैछि तमे होउछ सूर्य तमको सूर्य सहित तुलना करा हैछि तेनु एहा होउछि मेटाफर या पूर्व आउ गोटे एग्जांपल देखिथिले यू शाइन लाइक द सन तमे सूर्य परि चिकमी करछ तमे ग्लिटर करछ एठी तमको सूर्य सहित तुलना करा हैतला एवं सिमिलैरिटी जहा अछि तम भितरे आ सूर्य भितरे क्लियरली विजिबल होउछि एवं एठी लाइक परि शब्द व्यवहार करा हैछि तेनु एहा सिमिली नेक्स्ट एग्जांपल सी इज एन एंजल ए से होउछि परी तामने एठी ताकू परी सहित तुलना करा हैछि किंतु दुई जन भितर कोन सिमिलैरिटी अछि ता मध्ये क्लियरली एक्सप्रेस करा है नाही आ एठी मध्ये एज लाइक परी किछि शब्द व्यवहार करा है नाही तेनु एहा होउछि मेटाफर या पूर्व आ गुटे एग्जांपल देइथिली सी इज एज इनोसेंट एज एन एंजल ए से परी परी इनोसेंट तामने एठी ताकू परी सहित तुलना करा हैतिला एवं तांको दुई जन भितर जहा सिमिलैरिटी अछि इनोसेंट जो क्वालिटी ताहा मध्ये क्लियरली एक्सप्रेस करा हैछि क्लियरली विजिबल होउछि एवं हेटी एज परी शब्द व्यवहार करा हैतिला तेनु ताहा सिमिली
जानीपारच ना सिमिली और मेटाफर भितर कौन डिफरेंस? जदि बुझीपारच भिडियो लाइक कर, जदि किसी बुझीपारे असुविधा होची बा डाउट होची कमेंट बॉक्स रे मेंशन कर। जदि एपर्यंत चैनल को सब्सक्राइब करना हो डू सब्सक्राइब माय चैनल। एबे सब्सक्राइब कर। एबे देखिबा हाइपरबोली। कई कई एटा को हाइपरबोल मध्य प्रोनाउंस करंती। ये जो हाइपरबोली माने कौन? ओडिया रे कहिले अति रंजित करी कहिबा बा बढ़ेई कहिबा। आमे जानी छंती एवं समस्तंकर मध्य गोटे अनुभूति अछि ना कौन ना मैन इज नेवर सैटिस्फाइड विथ डिस्क्राइबिंग थिंग्स एज दे आर। माने गोटे जिनस को जदि डिस्क्राइब करिया पई कुहा जाए, काहू जदि आमे कहिबा ए जिनसटे को तू डिस्क्राइब कर, वर्णना कर, से जेते डिस्क्राइब कले मध्य से केबे सैटिस्फाई हो नाही। मु वर्तमान कहिबी तमे मां शब्द वर्णना कर, तमे जेते लिखिले भी मन बुझिबो नाही, जेते डिस्क्राइब कले भी मन बुझिबो नाही। तमे आहुरी किछ लिखितांती मन फळ भाबुथुबो। कारण मनीष गोटे जिनस को जिते डिस्क्राइब कले मते ता मन बुझे नाही। जहाकू से अति पसंद करथुबो, भल पाउथुबो, ताकू अति रंजित करी कहथुबो, ता विषय बढ़ई बढ़ई कहथुबो। आउ मनीष जहाकू घृणा करे ता विषय जेते पारिबो से कम कहिबो। तार प्रकृत स्थिति जहा थिबो ताठा ताकू कमे 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 कहिबो। हाइपरबोली इज आइदर एन ओवरस्टेटमेंट और अंडरस्टेटमेंट। ओवरस्टेटमेंट माने अति रंजित करी कहिबा, अंडरस्टेटमेंट माने कमेई कहिबा। ता माने एटा गोटे ओवरस्टेटमेंट हेई पारे, ता माने काहा आमे जाहा भल पांदी अति रंजित करी कहिबा ता विषय, जाहा आमे घृणा करंती ताकू अंडरस्टेटमेंट दबा अर्थात ता विषय ताकू कम करी कहिबा। तेणु ए हाइपरबोली कौन ना ए वे ऑफ स्पीकिंग और राइटिंग दैट मेक्स समथिंग साउंड बेटर, मोर एक्साइटिंग और डेंजरियस। तेणु एटा एपरि एक वे गोटे उपाय कहिबार बा लेखिबार जहाँकि किछि बेटर साउंड होथुबो बा किछि एक्साइटिंग करथुबो बा किछि डेंजरियस थिबो। आगे खांटी ओडिया रे बुझे दउछि, तापरे इंग्लिश रे केतरा सेंटेंस देखिबा। मने कर तमे कोनस गोटे कार्य करूछ जोटा कि भूल कार्य, सेटा भलो नुहे बा खराब कार्य। बापा केथर देखिले से थरे कहिले बाबू रे एटा भलो नुहे, तू करिवुनी, एपरि करंदिनी। तमे कहला ना ना बापा मु करिविनी। पुनर्बार किछ दिन परे द्वितीय थर पई से देखिले, कहले तते मना करथिले एटा करिवुनी, एटा भलो नुहे, आ करिवुनी हैला। तमे कहला ना ना आ करिविनी। तृतीय थर पुनर्बार जेतल देखिले सेई कार्यटी तमे करूछ, बापा त लागि जिवे एवं कहिबे तते 1000 थर कइलेन ना, तते 1000 थर कइलेन ना ए कार्यटी करिवुनी बोली, एटा भलो नुहे बोली, काई करूछ? सतरे कोन बापा 1000 थर कइलेनी? गणी देले थरे कि 2 थर कि 5 थर हबो, किंतु बापा कहउछन म तते 1000 थर कइलेनी ए कार्यटी न करिया पई। अर्थात से अति रंजित करी कहिले बा तांको कथार गुरुत्व बुद्धि करिया पई से टिके बढ़ेई कहिले कि तांको कथार प्रभावटी तांको पिला उपरे टिके अधिक पडू। आ गोटे एग्जांपल दउछि, मने कर तमे कोनसे एक सत्संग प्रोग्राम जिबा कथा किंतु दुर्भाग्यवशत जाई पालो नाही। तमर जो सांगटी जाईथिला ता परदिन ताक पचारलो, आउ तू सत्संग जाईथिलु? से कहला हां मु जाईथिली। आउ केते लोक हेतिले? ना ना कहना कहना सेठी सोरिष बुणी देले भी तळे पडिबोनी। एते लोक हेतिले सोरिष बुणी देले भी तळे पडिबो नाही। सोरिष होचे गोटे छोटिया जिनिसटे, जेते लोक थिले भी सतरे कोन सोरिष बुणले तळे पडिबोनी? पडिबो। किंतु ता कथार उद्देश्य कोन थिला ना एठी प्रचुर परिमाणे लोक हेतिले, ताने एते लोक हेतिले से आनंदित हे जायतला, खुशी हे जायतला, अति रंजित हे कि बढ़ेई कि से कहउची सोरिष बुणी देले भी तळे पडिबेनी। ता प्रचुर परिमाणे लोक थिले, तो जाईतिले देखि थांतु। तो एई गुडी को कुहा जाय हाइपरबोली बोली। आमे एबे इंग्लिश रे केतेटी एग्जांपल देखिबा। ही सॉ हिज चाइल्डहुड फ्रेंड आफ्टर एजेस। से अनेक जुग परे तार बाल्य बंधु को भेटिला। हेई हेई मासे किंबा 2 मास किंबा वर्षे किंबा 5 वर्ष देखा ही नथिबो, किंतु से कहउची अनेक जुग परे। एमान कोन अमर बर पाइथिले 1000 जुग जाय बंचिबे? ना ना ना, ता कथार कहिबार उद्देश्य से आश्चर्य हे कहउची, माने अति रंजित करी से कहउची कि अनेक जुग परे, ता माने अनेक वर्ष परे ताकर देखा हिची बोली, बहुत दिन परे ताकर देखा हिची बोली ए स्टेटमेंट रु जणा पडुची। नेक्स्ट एग्जांपल, द बॉय वाज डाइंग टू गेट ए न्यू स्कूल बैग। पिलाटी गोटे नुआ स्कूल बैग पई से मरी जाउथुला। प्रकृत रे केही कोन गोटे स्कूल बैग पई मरी जाए?
ନା ନା ଏଠି କହିବାର ଉଦ୍ଦେଶ୍ୟ ହଉଛି ସେ ଗୋଟେ ସ୍କୁଲ ବ୍ୟାଗ ପାଇଁ ବହୁତ ଜିଦି କରୁଥିଲା। ଆମେ କଥାର କଥାରେ କୁହନି, ଦେଖିଲୁ ଗୋଟେ ନୂଆ ସ୍କୁଲ ବ୍ୟାଗ କିଣାଯିବ ବୋଲି କିପରି ମରିଯାଉଛି। ହେଁ, କହିଲି ତ ତତେ ଆଣିଦେବି, ଏତେ ବ୍ୟସ୍ତ କାହିଁ ହଉଛୁ? ତେଣୁକରି ଏଠି ଯୋଉ କଥାଟି କୁହାହଉଛି କି ପିଲାଟି ଗୋଟେ ସ୍କୁଲ ବ୍ୟାଗ ପାଇଁ ମରିଯାଉଥିଲା, ଅର୍ଥାତ୍ ସେଠି ବହୁତ ଜିଦି କରୁଥିଲା ସ୍କୁଲ ବ୍ୟାଗ ପାଇଁ ବୋଲି ଜଣା ପଡୁଛି। ନେକ୍ସଟ ଏକ୍ସାମ୍ପଲ, ଆଇ ହ୍ୟାଭ୍ ଟୋଲ୍ଡ ୟୁ ଟୁ କ୍ଲିନ୍ ୟୋର ରୁମ୍ ଏ ମିଲିୟନ ଟାଇମ୍ସ। ମୁଁ ତମକୁ 10,000 ଥର କହିଛି ଏ ରୁମଟିକୁ ପରିଷ୍କାର କରିବା ପାଇଁ। ପ୍ରକୃତରେ ସେ କଣ ଗଣିଥିଲେ 10,000 ଥର କହିଲେଣି ବୋଲି? 1 2 3 4 କରି ଏମିତି ଗଣିଥିଲେ? ନା ନା ନା, ସେ ଥରେ କହିଛନ୍ତି, 2 ଥର କହିଛନ୍ତି, 5 ଥର କହିଛନ୍ତି, କିନ୍ତୁ ଏଠି ସେ ଅତି ରଞ୍ଜିତ କରି କହୁଛନ୍ତି। ତାଙ୍କ କଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସେ ଏଠି କହୁଛନ୍ତି କି ମୁଁ ତ 10,000 ଥର କହିଲିଣି ଏ ରୁମଟାକୁ ସଫା କରିବା ପାଇଁ। ଏଥିରେ କଣ କରାହେଇଛି? ହାଇଫର ବୋଲି ୟୁଜ କରାହେଇଛି। She is as heavy as an elephant. ଏଇ ସେ ହାତୀ ପରି ଓଜନିଆ। ପ୍ରକୃତରେ ଗୋଟେ ହାତୀ ହଉଛି 7 ଟନ କି 10 ଟନ ହବ। ମଣିଷଟେ ହେଇ ହେଇ ମାନେ କିଏ 50 କିଲୋ ନା 60 କିଲୋ କି 70 କିଲୋ ହବ। ଦେଖିଲି ପୁରା ହାତୀ ପରି ଓଜନିଆ। ପ୍ରକୃତରେ କଣ ସେ ହାତୀ ପରି ଓଜନିଆ? ନା ନା, ଅଧିକ ୱେଟ ତାର ହେଇଯାଇଛି। ଏଇ ଯୋଉ ସେଣ୍ଟେନ୍ସଟି ଆମକୁ ଜଣାଉଛି। ଏବେ ଆମେ ପଢିବା ପର୍ସନିଫିକେସନ। ଏଇ ପର୍ସନିଫିକେସନ ମାନେ କଣ? ହ୍ୟୁମାନ କ୍ୱାଲିଟିଜ ଆର୍ ଗିଭେନ୍ ଟୁ ଏନିମାଲ୍ସ, ଅବଜେକ୍ଟ ଅର୍ ଆବଷ୍ଟ୍ରାକ୍ଟ ଆଇଡିଆଜ। କହିଲେ ଆମେ ହ୍ୟୁମାନ କ୍ୱାଲିଟି ଦେଇଦେବା। କାହାକୁ ଦେଇଦେବା? ନା ଗୋଟେ ପଶୁ ପକ୍ଷୀକି, ବା ଗୋଟେ ଅବଜେକ୍ଟକୁ, କୌଣସି ଏକ ଜିନିଷକୁ, ବା ଆବଷ୍ଟ୍ରାକ୍ଟ ଆଇଡିଆ। ଆବଷ୍ଟ୍ରାକ୍ଟ ଆଇଡିଆ ମାନେ କଣ? ନା ଆବଷ୍ଟ୍ରାକ୍ଟ ତାକୁ କୁହାଯାଏ ଯୋଉଟା କ୍ୟାଣ୍ଟ ସିନ୍ ଟଚ୍, ତାମାନେ ଯାହାକୁ ଆମେ ଦେଖିପାରିବା ନାହିଁ, ଆମେ ଛୁଇଁ ପାରିବା ନାହିଁ, ତାକୁ କୁହାଯାଏ ଆବଷ୍ଟ୍ରାକ୍ଟ ଆଇଡିଆ ବୋଲି। ତାହେଲେ ଗୋଟିଏ ପଦରେ କହିଲେ ଇନଆନିମେଟ୍ ଅବଜେକ୍ଟ ଇଜ ରିପ୍ରେଜେଣ୍ଟେଡ ଏଜ ଏ ପର୍ସନ। ଅର୍ଥାତ୍ ଗୋଟେ ନିର୍ଜୀବକୁ ଏଠି ମଣିଷର ଆଖ୍ୟା ଦିଆହଉଛି। ମଣିଷର କ୍ୱାଲିଟି ଏଠି ରିପ୍ରେଜେଣ୍ଟ କରାହଉଛି। ମଣିଷର କ୍ୱାଲିଟି ଦେଇ ଦିଆହଉଛି, ଯୋଉଟାକୁ ଆମେ କହୁଛନ୍ତି ପର୍ସନିଫିକେସନ। ବେଳେ ବେଳେ ଫିଲ୍ମରେ ଦେଖିଥିବେ ସ୍ତ୍ରୀ ତା ସ୍ୱାମୀକି କହୁଥିବ, ଏଇ ଦେଖିଲ ଜହ୍ନ ଆମକୁ ଦେଖି ହସୁ ନାହିଁ। ଆରେ ଜହ୍ନ ଗୋଟେ ଇନଆନିମେଟ୍ ଥିଙ୍ଗ, ଅର୍ଥାତ୍ ସେ ଗୋଟେ ନିର୍ଜୀବ। ଜହ୍ନ କଣ ପାଇଁ ହସିବ? ଜହ୍ନ କେବେ ହସିବାର ଆମେ ଦେଖିଛନ୍ତି? ସେ କେବେ ହସେନି। କିନ୍ତୁ ଏଠି ସ୍ତ୍ରୀ ସ୍ୱାମୀ କହୁଛି, ଦେଖିଲ ଜହ୍ନ ଆମକୁ ଚାହିଁ ହସୁଛି। ଅର୍ଥାତ୍ ଏଠି କଣ କରାହଉଛି? ନା ଜହ୍ନ ଯୋଉଟା ଗୋଟେ ଇନଆନିମେଟ୍ ଥିଙ୍ଗ, ଗୋଟେ ନିର୍ଜୀବ, ତାକୁ ଏଠି ପର୍ସନଲ କ୍ୱାଲିଟି ଦେଇ ଦିଆହଉଛି। ତାକୁ ଆମେ କହୁଛନ୍ତି ପର୍ସନିଫିକେସନ। ବା ଅନେକ ସମୟରେ ଦେଖିଥିବ ଛୋଟ ଝିଅମାନେ ସେମାନେ କଣ କରନ୍ତି? ତାଙ୍କ ଡଲ୍ ସହିତ ସେମାନେ କଥା ହୁଅନ୍ତି। କେତେବେଳେ ତାଙ୍କୁ ଖୁଏଇ ଦଉଥିବେ, କେତେବେଳେ ତାଙ୍କ ସହିତ ଗପୁଥିବେ, କେତେବେଳେ ତାଙ୍କ ସହିତ କଥା ହଉଥିବେ, କେତେବେଳେ ତାଙ୍କ ଉପରେ ରାଗି ଯାଉଥିବେ, ତାଙ୍କୁ ମାରି ଦଉଥିବେ, କେତେବେଳେ ଗେଲ କରିଦଉଥିବେ। ତ ସେମାନେ କଣ କରୁଛନ୍ତି? ଡଲ୍ ଟା ଗୋଟେ ଇନଆନିମେଟ୍ ଥିଙ୍ଗ, ଗୋଟେ ନିର୍ଜୀବ ଜିନିଷ, କିନ୍ତୁ ତାକୁ ଅନେକ ସମୟରେ କଣ କରାହଉଛି? ନା ଗୋଟେ ପର୍ସନଲ କ୍ୱାଲିଟି ଦିଆହଉଛି। କାରଣ ସେମାନେ ସେ ଡଲ୍ଟିକୁ ସେ ଡଲ୍ ବୋଲି ଭାବନ୍ତି ନାହିଁ, ବରଂ ସେମାନଙ୍କ ପାଇଁ ସେଟା ମେନ୍ ହେଇପାରେ, ବା ଓମେନ୍ ହେଇପାରେ, ବା ଚିଲଡ୍ରେନ୍ ହେଇପାରେ। ତ ଏହା ଭାବିକି ସେ ତାକୁ ଗେଲ କରନ୍ତି ବା ତା ସହିତ କଥା ହୁଅନ୍ତି। ଅନେକ ସମୟରେ ଦେଖିଥିବ ଆମେ ଘରୁ ବାହାରିକି ଯାଉଥିବା, ହଠାତ୍ କଣ ହେଲା ନା କବାଟରେ ଆମ ଗୋଡଟି ବାଡେଇ ହେଇଗଲା। ସାଙ୍ଗେ ସାଙ୍ଗେ ରାଗିଯାଆନ୍ତି ଏବଂ କବାଟକୁ ମଧ୍ୟ ପୁଣି ଗୋଡରେ ପିଟି ଦିଅନ୍ତି ବା ଗାଳି ଦିଅନ୍ତି। କବାଟଟା ଗୋଟେ ଇନଆନିମେଟ୍ ଥିଙ୍ଗ, ସେ ନିର୍ଜୀବ। ଆମେ ମାରିଲେ ତାର କିଛି ହବ ନାହିଁ, ବରଂ ଆମକୁ ଆହୁରି କଷ୍ଟ ହବ। କିନ୍ତୁ ସେ କବାଟଟିକୁ ବା ଡୋରଟିକୁ, ଯୋଉଟା ଗୋଟେ ଇନଆନିମେଟ୍ ଥିଙ୍ଗ, ଆମେ ତାକୁ ସେଇ ସମୟରେ କଣ କରୁଛନ୍ତି? ନା ଟ୍ରିଟେଡ କରୁଛନ୍ତି, ରିପ୍ରେଜେଣ୍ଟ କରୁଛନ୍ତି ଗୋଟେ ପର୍ସନ ପରି। ତାହେଲେ ଯେତେବେଳେ ଆମେ ଗୋଟେ ଇନଆନିମେଟ୍ ଥିଙ୍ଗସକୁ, ଅର୍ଥାତ୍ ଗୋଟେ ନିର୍ଜୀବକୁ ଯେତେବେଳେ ଗୋଟେ ପର୍ସନଲ କ୍ୱାଲିଟି ଆମେ ଦେଇ ଦଉଛନ୍ତି, ସେତେବେଳେ ଆମେ କହୁଛନ୍ତି ସେଟାକୁ ପର୍ସନିଫିକେସନ ବୋଲି। ଏବେ ଏକ୍ସାମ୍ପଲ ଦେଖିବା। ଦ ସନ୍ ସ୍ମାଇଲ୍ଡ ଏଟ୍ ଅସ୍। ଏଇ ସୂର୍ଯ୍ୟ ଆମକୁ ଦେଖି ହସୁଛି। ଆମେ କେବେ ଦେଖିନାହାନ୍ତି ସୂର୍ଯ୍ୟ କେବେ ଖୁସି ହେବାର କି କେବେ କାନ୍ଦିବାର, କିନ୍ତୁ ଏଠି କହୁଛି ଦ ସନ୍ ସ୍ମାଇଲ୍ଡ ଏଟ୍ ଅସ୍, ସୂର୍ଯ୍ୟ ଆମକୁ ଦେଖି ହସୁଛି। ଅର୍ଥାତ୍ ଏଠି ସୂର୍ଯ୍ୟଙ୍କୁ କଣ କରାଗଲା? ନା ଗୋଟେ ପର୍ସନଲ, ଅର୍ଥାତ୍ ହ୍ୟୁମାନ ବିଙ୍ଗସର ଏଠି କ୍ୱାଲିଟି ଦିଆଗଲା। ତ ଏଇଟା ହଉଛି ପର୍ସନିଫିକେସନ। ଅପରଚୁନିଟି ନକ୍ସ ଡୋର ଓନ୍ଲି ୱାନ୍ସ। ସୁଯୋଗ ଥରେ ମାତ୍ର କବାଟ ଠକ୍ ଠକ୍ କରେ। ଅପରଚୁନିଟା କଣ? ନା ଏଟା ଗୋଟେ ଆବଷ୍ଟ୍ରାକ୍ଟ ଆଇଡିଆ, ଯାହାକୁ ଆମେ ଦେଖି ପାରୁନାହାନ୍ତି, ମାନେ କ୍ୟାଣ୍ଟ ସିନ୍, କ୍ୟାଣ୍ଟ ଟଚ୍। ଆମେ ତାକୁ ଦେଖି ପାରୁନାହାନ୍ତି କି ତାକୁ ଆମେ ଛୁଇଁ ପାରୁନାହାନ୍ତି।
କିନ୍ତୁ ସେ କହୁଛି ଅପରଚ୍ୟୁନିଟି ସୁଯୋଗ ଥରେ ମାତ୍ର କବାଟ ଠକ୍ ଠକ୍ କରେ। ସେ କ'ଣ ମଣିଷ ହେଇଛି ଆସିକି ସେ କବାଟ ଠକ୍ ଠକ୍ କରିବ ନା। ଅର୍ଥାତ୍ ଏଠି ଅପରଚ୍ୟୁନିଟି କ'ଣ କରାହେଇଛି ନା ଏଠି ଗୋଟେ ହ୍ୟୁମାନ କ୍ୱାଲିଟିର ବା ଗୋଟେ ପର୍ସନର କ୍ୱାଲିଟି ପ୍ରଦାନ କରାହେଇଛି। ଅର୍ଥାତ୍ ଏଠି କ'ଣ କରାହଉଛି ନା ଗୋଟେ ଇନ୍ଆନିମେଟ୍ ଥିଙ୍ଗକୁ ଗୋଟେ ପର୍ସନର କ୍ୱାଲିଟି ପ୍ରଦାନ କରାହଉଛି, ଗୋଟେ ପର୍ସନ ହିସାବରେ ରିପ୍ରେଜେଣ୍ଟ କରାହଉଛି। ସେଥିପାଇଁ ୟାକୁ ଆମେ କହିବା ପର୍ସନିଫିକେସନ। ଏବେ ଦେଖିବା ଅଲିଟ୍ରେସନ। ଅଲିଟ୍ରେସନକୁ ଓଡ଼ିଆରେ କୁହାଯାଏ ଅନୁପ୍ରାସ ଅଳଙ୍କାର। ଏ ଅଲିଟ୍ରେସନ କ'ଣ? କହିଲା ଦିସ୍ କନସିଷ୍ଟ in the repetition of the same letter or syllable at the beginning or about the middle or at the end of two or more words near to each other for the sake of musical effect। କ'ଣ କହୁଛି ନା ରିପିଟେସନ୍ ଅଫ୍ ଦ ସେମ୍ ଲେଟର or syllable। ଗୋଟେ ସେଣ୍ଟେନ୍ସରେ ଗୋଟେ ଲେଟର ଏକାଧିକ ବାର ରିପିଟ୍ ହେଉଥିବ ବା ଗୋଟେ ସିଲାବୁଲ ଗୋଟେ ଶବ୍ଦ ଖଣ୍ଡ ଏକାଧିକ ବାର ଉଚ୍ଚାରିତ ହେଉଥିବ। କୋଉଠି କୋଉ ସ୍ଥାନରେ ହେଉଥିବ ନା ଏଟ୍ ଦ ବିଗିନିଂ ଗୋଟେ ସେଣ୍ଟେନ୍ସ ଆରମ୍ଭରେ ହେଇପାରେ ବା ମିଡିଲ ସେଣ୍ଟେନ୍ସ ମଝିରେ ହେଇପାରେ ଅର୍ ଏଟ୍ ଦ ଏଣ୍ଡ ବାକ୍ୟର ଶେଷରେ ହେଇପାରେ। ସେ ଯୋଉ ରିପିଟେସନ ହେଉଥିବ କେତେ ଥର, ମିନିମମ୍ କେତେ ଥର? ଦୁଇ ବା ଦୁଇରୁ ଏକାଧିକ ଥର ରିପିଟେସନ ଯେପରି ହେଉଥିବ। ଗୋଟେ ଲେଟର ହେଇପାରେ ବା ଗୋଟେ ସିଲାବୁଲ ହେଇପାରେ। ଆଉ ସେ ଯୋଉ ରିପିଟେସନ ହେଉଥିବ ସେଟା ପାଖାପାଖି ରହୁଥିବ, ନିୟର ଟୁ ଇଚ୍ ଅଦର ମାନେ ପାଖାପାଖି ରହୁଥିବ। କାହିଁକି ଏପରି କରାଯାଏ ନା ଏଇଥିପାଇଁ ଫର୍ ଦ ସେକ୍ ଅଫ୍ ମ୍ୟୁଜିକାଲ ଇଫେକ୍ଟ, ଗୋଟେ ମ୍ୟୁଜିକାଲ ଇଫେକ୍ଟ ଦେବା ପାଇଁ, ଟିକେ ଭଲ ଶୁଭିବା ପାଇଁ ଏପରି ଭାବରେ ବ୍ୟବହାର କରାଯାଏ। ହାଇସ୍କୁଲରେ ଓଡ଼ିଆରେ ଆମେ ମଧ୍ୟ ପଢ଼ିଥିଲେ ଅନୁପ୍ରାସ ଅଳଙ୍କାର ଏବଂ ସେଠି ମଧ୍ୟ ଆମର ଗୋଟେ ପଦ ଥିଲା ଦେଖି ନବ କାଳିକା ବକାଳିକା ମାଳିକା ଆଳି କାଳିକା କାନ୍ତସ୍ମରୀ। ଇଏ ଯୋଉ ପଦଟି ଥିଲା ଲାବଣ୍ୟବତୀରୁ ଆସିଛି। ଦେଖ ଏଠି ନବ କାଳିକା ବକାଳିକା ମାଳିକା କାଳିକା ମାନେ କେତେ ରିପିଟ୍ ହଉଛି। ତାହେଲେ ଗୋଟେ ଲେଟର ହଉ ବା ଗୋଟେ ୱାର୍ଡ ହଉ ବାରମ୍ବାର ରିପିଟ୍ ହଉଥିବା ଦରକାର। ସେ ଯୋଉ ଲେଟରଟି ବାରମ୍ବାର ରିପିଟ୍ ହଉଛି ସେଟା କନସୋନେଣ୍ଟ ନା ଭାୱେଲ କ'ଣ ହେବା ଦରକାର? ଦ ଟର୍ମ ଇଜ୍ ୟୁଜୁଆଲି applied to consonants। ତାହେଲେ ଏଠି ଭାୱେଲ ରିପିଟେସନ ହେଲେ ହବନି, ଭାୱେଲ ରିପିଟ୍ ହେଲେ ହବ ନାହିଁ, ଓନ୍ଲି କନସୋନେଣ୍ଟ। ଆମେ ଜାଣିଛନ୍ତି ଏ ଇ ଆଇ ଓ ୟୁ କୁ ଆମେ ଭାୱେଲ ବୋଲି କୁହନ୍ତି। ତେଣୁ ଇଏ ସବୁ ଉଚ୍ଚାରିତ ହବ ନାହିଁ, କେବଳ କନସୋନେଣ୍ଟ ଉଚ୍ଚାରିତ ହଉଥିବ। ଦୁଇ ବା ଦୁଇରୁ ଏକାଧିକ ବାର ଉଚ୍ଚାରଣ ହଉଥିବ। ସେଇଟା ମିଡିଲରେ ଆସିପାରେ ବା ବିଗିନିଂରେ ଆସିପାରେ ବା ବାକ୍ୟରେ ଏଣ୍ଡରେ ଆସିପାରେ। କେତୋଟି ଏକ୍ସାମ୍ପଲ ଦେଖିବା ଇଂଲିଶରେ। ସି ସେଲ୍ସ। ଦେଖ ଏଠି ଏକାଧିକ ବାର ଏସ୍ ଲେଟରଟି ଉଚ୍ଚାରିତ ହଉଛି, ଏକାଧିକ ବାର ଏସ୍ ୱାର୍ଡଟି ରିପିଟେସନ ହଉଛି ଏବଂ ସିଲାବୁଲ ମଧ୍ୟ ସେମ୍ ପ୍ରୋନାଉନ୍ସ ମଧ୍ୟ ଆସୁଛି ସେଲ୍ସ, କିନ୍ତୁ ମିନିଂ ସବୁ ଅଲଗା। ସି ସେଲ୍ସ ଯେହେତୁ ଏଠି ଏକାଧିକ ବାର ଏସ୍ ଲେଟରଟି ଯାହାକି ଏକ କନସୋନେଣ୍ଟ ଉଚ୍ଚାରିତ ହଉଛି ତ ତାକୁ ଆମେ କହିବା ଏଠି ଅଲିଟ୍ରେସନ ୟୁଜ କରାହେଇଛି ବୋଲି। ଆଉ ଗୋଟେ ସେପରି ଏକ୍ସାମ୍ପଲ ଦେଖିବା ସିଜ୍ ସିପ୍ସ ସ୍ଲିପିଂ। ଏଠି ବି ଦେଖ ସେଇପରି ଏସ୍ ଲେଟରଟି ଏଠି ମଧ୍ୟ ବାରମ୍ବାର ଉଚ୍ଚାରିତ ହେଇଛି, ବାରମ୍ବାର ରିପିଟ୍ କରାହେଇଛି। ତେଣୁ ଏଠି ମଧ୍ୟ ଅଲ୍ଟରେସନ ୟୁଜ କରାହେଇଛି। ସେଭେନ ସିଷ୍ଟର୍ସ ସ୍ଲେପ୍ଟ ସାଉଣ୍ଡଲି ଅନ୍ ଦ ସ୍ୟାଣ୍ଡ। ଏଠି ମଧ୍ୟ ଦେଖ ଏଇ ଯୋଉ ଏକ୍ସାମ୍ପଲରେ ଏଇ ଯୋଉ ସେଣ୍ଟେନ୍ସରେ ଏସ୍ କନସୋନେଣ୍ଟ ସାଉଣ୍ଡଟି ଏଠି ମଧ୍ୟ ବାରମ୍ବାର ରିପିଟ୍ କରାହେଇଛି। ତେଣୁ ଇଏ ମଧ୍ୟ ଅଲ୍ଟରେସନ। ସେଇପରି ଆଉ ଗୋଟେ ଦେଖ ମାଇକ୍ ମେଡ୍ ମେଲୋ ମ୍ୟୁଜିକ୍ ୱିଥ୍ ହିଜ୍ ନ୍ୟୁ ମାଇକ୍ରୋଫୋନ। ଏଠି ବି ଦେଖ ସେଇପରି ଏମ୍ ଲେଟରଟି ଏଠି ମଧ୍ୟ ବାରମ୍ବାର ରିପିଟ୍ କରାହେଇଛି। ତେଣୁ ଇଏ ହେଉଛି ଅଲ୍ଟରେସନ। ଏବେ ଦେଖିବା ଡାଫୋଡିଲ ବିଷୟରେ କେତୋଟି ସେଣ୍ଟେନ୍ସ ଏବଂ କୋଉ କୋଉ ଅଳଙ୍କାର ବ୍ୟବହାର କରାହେଇଛି ତାହା ମଧ୍ୟ ଦେଖିବା। ଫାର୍ଷ୍ଟ ଷ୍ଟାଞ୍ଜାର ଫାର୍ଷ୍ଟ ଲାଇନ୍ ଅଛି ଆଇ ୱାଣ୍ଡର୍ଡ ଲୋନଲି ଏଜ୍ ଏ କ୍ଲାଉଡ। ଏଠି ଦେଖ କବି ନିଜକୁ ବାଦଲ ସହିତ ତୁଳନା କରୁଛନ୍ତି ଏବଂ ଏଠି ଏଜ୍ ପରି ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଆମେ କହିପାରିବା ଏହା ହେଉଛି ସିମିଲି। ସେଇ ଷ୍ଟାଞ୍ଜାରେ ଦେଖ ଲେଖା ହେଇଛି ବିସାଇଡ୍ ଦ ଲେକ୍ ବିନିଥ୍ ଦ ଟ୍ରିଜ୍। ଲେକ୍ର ପାଖରେ କଡ଼େ କଡ଼େ ଆଉ ବଡ଼ ବଡ଼ ଗଛ ମାନଙ୍କର ତଳେ ତଳେ। ଏଠି ଦେଖ ବି ସାଉଣ୍ଡଟି ବାରମ୍ବାର ରିପିଟ୍ କରାହେଇଛି। ତେଣୁ ଏହା ହେଉଛି ଅଲ୍ଟରେସନ। ସେଇ ଷ୍ଟାଞ୍ଜାର ଲାଷ୍ଟ ସେଣ୍ଟେନ୍ସ ଅଛି
ଫ୍ଲୋଟରିଂ ଆଣ୍ଡ ଡ୍ୟାନ୍ସିଂ ଇନ୍ ଦ ବ୍ରିଜ୍। ସେମାନେ ହଲି ଦୋହଲି ମୃଦୁମଳୟ ପବନରେ ହଲି ଦୋହଲି ସେମାନେ ନୃତ୍ୟ କରୁଥିଲେ। କିଏ ନା ଡାଫୋଡିଲ ଫୁଲ ଗୁଡ଼ିକ। ଏଠି କ'ଣ କରାହେଇଛି ନା ଗୋଟେ ନିର୍ଜୀବକୁ ଇନ୍ଆନିମେଟ୍ ଥିଙ୍ଗସକୁ ଏଠି କ'ଣ କରାହେଇଛି ନା ଗୋଟେ ଇନ୍ଆନିମେଟ୍ ଥିଙ୍ଗସକୁ ଏଠି ପର୍ସନଲ କ୍ୱାଲିଟି ଦିଆହେଇଛି। ଅର୍ଥାତ୍ ମଣିଷ ନାଚେ କିନ୍ତୁ ଗଛ କେବେ ନାଚିବାର ବା ଖୁସି ହେବାର ଆମେ ଦେଖି ନାହାନ୍ତି। କିନ୍ତୁ ଏଠି ଗୋଟେ ଇନ୍ଆନିମେଟ୍ ଥିଙ୍ଗକୁ ଯେହେତୁ ଏଠି ପର୍ସନଲ କ୍ୱାଲିଟି ଦିଆହେଇଛି ତେଣୁ ଆମେ କହିପାରିବା ଏହା ପର୍ସନିଫିକେସନ। ସେକେଣ୍ଡ ଷ୍ଟାଣ୍ଡାରେ ଦେଖ 10,000 saw I at a glance। ତାମାନେ କବି ଏଠି କହିଲେ ମୁଁ ଥରେ ଚାହିଁଦେଲି 10,000 ଫୁଲ ଦେଖିଲି। ପ୍ରକୃତରେ କବି କ'ଣ ଗଣିଥିଲେ ଏଠି 10,000 ଫୁଲ ଥିଲା ବୋଲି ଗୋଟେ ଦିଟା କରି ଗଣିଥିଲେ? ନା ନା, ତାଙ୍କ କଥାର ଉଦ୍ଦେଶ୍ୟ ହେଉଛି ଏଠି ପ୍ରଚୁର ପରିମାଣରେ ଫୁଲ ଥିଲା ବୋଲି ବୁଝଉଛି। ତାହେଲେ ଏଠି ସେ କ'ଣ କରିଛନ୍ତି ଅତି ରଞ୍ଜିତ କରି କହିଛନ୍ତି, ତେଣୁ ଏହା ହାଇପରବୋଲି। ଥାର୍ଡ ଷ୍ଟାଣ୍ଡାରେ ଦେଖ ଲେଖା ହେଇଛି ଦ ୱେଭ୍ସ ବିସାଇଡ୍ ଦେମ୍ ଡ୍ୟାନ୍ସଡ୍। ତାହେଲେ ଡାଫୋଡିଲ ଫୁଲ ନାଚୁଥିଲା ଏବଂ ଡାଫୋଡିଲ ଫୁଲ ପାଖରେ ଏଠି ୱେଭ୍ସ ମାନେ ତରଙ୍ଗ ବି ସିଏ ନୃତ୍ୟ କରୁଥିଲା। ତରଙ୍ଗ ସେ ଗୋଟେ ଇନ୍ଆନିମେଟ୍ ଥିଙ୍ଗ, ସିଏ ମଣିଷ ନୃତ୍ୟ କରେ କିନ୍ତୁ ଇନ୍ଆନିମେଟ୍ ଥିଙ୍ଗ କେବେ ନୃତ୍ୟ କରିବାର ଆମେ ଦେଖିଛନ୍ତି? ତ ତେଣୁ ଏଠି କ'ଣ କରାହେଇଛି ୱେଭ୍ସକୁ ଏଠି ରିପ୍ରେଜେଣ୍ଟ କରାହେଇଛି ଏଜ୍ ଏ ପର୍ସନ, ଗୋଟେ ପର୍ସନ ହିସାବରେ ରିପ୍ରେଜେଣ୍ଟ କରାହେଇଛି। ତେଣୁ ଏହା ହେଉଛି ପର୍ସନିଫିକେସନ। ତାପରେ ଲାଇନ ଲେଖା ହେଇଛି ଦେ ଆଉଟଡିଡ୍ ଦ ସ୍ପାର୍କଲିଂ ୱେଭ୍ସ ଇନ୍ ଗ୍ଲି। ଡାଫୋଡିଲ ଫୁଲ ଗୁଡ଼ିକ ଆନନ୍ଦରେ ପ୍ରଫୁଲ୍ଲ ଚିତ୍ତରେ ନୃତ୍ୟ କରୁଥିଲେ ଏବଂ ସେମାନେ ତରଙ୍ଗର ପ୍ରଫୁଲ୍ଲତାକୁ ଅତିକ୍ରମ କରିଗଲେ। ଅର୍ଥାତ୍ ଏଠି ଡାଫୋଡିଲ ଫୁଲର ପ୍ରଫୁଲ୍ଲତା ତରଙ୍ଗର ପ୍ରଫୁଲ୍ଲତା ଠାରୁ ଢେର ବେଶୀ ଥିଲା ବୋଲି ତାହା ବୁଝଉଛି। ତେଣୁକରି ଡାଫୋଡିଲ ଫୁଲ ହଉ ବା ୱେଭ୍ସ ହଉ ଇଏ ହେଉଛନ୍ତି ଇନ୍ଆନିମେଟ୍ ଥିଙ୍ଗ। ଏମାନେ କେବେ ପ୍ରଫୁଲ୍ଲଚିତ ହେବା ବା କାନ୍ଦିବା, ଦୁଃଖ ରହିବା, ଶୋକ କରିବା ଇଏ ସବୁ ଫିଲିଙ୍ଗସ୍ ତାଙ୍କ ପାଖରେ ଆମେ କେବେ ଦେଖିବାକୁ ପାଇନାହାନ୍ତି। କିନ୍ତୁ ଏଠି କ'ଣ କରାହେଇଛି ନା ଇନ୍ଆନିମେଟ୍ ଥିଙ୍ଗକୁ ରିପ୍ରେଜେଣ୍ଟ କରାହେଇଛି ଏଜ୍ ଏ ପର୍ସନ, ତେଣୁ ଇଏ ମଧ୍ୟ ପର୍ସନିଫିକେସନ। ତାପରେ ଲେଖା ହେଇଛି ହ୍ୱାଟ ୱେଲ୍ଥ ଦ ଶୋ ଟୁ ମି ହେଡ୍ ବ୍ରଟ୍। ଏଇ ଯୋଉ ଦୃଶ୍ୟଟି ମୁଁ ଦେଖିଲି ଅତ୍ୟନ୍ତ ଆନନ୍ଦିତ ହେଇଗଲି, ତାହା ମୋତେ କୋଉ ପ୍ରକାର ସମ୍ପଦ ପ୍ରଦାନ କରିବ? ଏଠି ଦେଖ କ'ଣ କରାହେଇଛି ନା ସେଇ ଯୋଉ ଦୃଶ୍ୟକୁ ଦେଖିଲା ପରେ କବି ଯୋଉ ଆନନ୍ଦ ପାଇଛନ୍ତି ସେଇ ଆନନ୍ଦକୁ କ'ଣ କରାହେଇଛି ୱେଲ୍ ସହିତ ଏଠି ତୁଳନା କରାହେଇଛି। କିନ୍ତୁ ଏଠି ଏଜ୍ ବା ଲାଇକ୍ ପରି କୌଣସି ଶବ୍ଦ ବ୍ୟବହାର କରାଯାଏ ନାହିଁ, ତେଣୁ ଏହା ମେଟାଫର। ଏବେ ତମକୁ କେତୋଟି ସେଣ୍ଟେନ୍ସ ଦିଆହେଇଛି, ଠିକ୍ ଭାବରେ ନଜର କର। ଯଦି ଫିଗର ସ୍ପିଚଟି ସମ୍ପୂର୍ଣ୍ଣ ରୂପେ ଭଲ ଭାବେ ତୁମେ ବୁଝିପାରୁଛ ତେବେ ଏଇ ଯୋଉ ସେଣ୍ଟେନ୍ସ ଗୁଡ଼ିକ ଦିଆହେଇଛି ସେଥିରେ କୋଉ ଫିଗର ସ୍ପିଚ ବ୍ୟବହାର କରାହେଇଛି ତାହା କମେଣ୍ଟ ବକ୍ସରେ ମେନସନ କର। ଯଦି ବୁଝିପାରୁଛ ଭିଡ଼ିଓଟିକୁ ଲାଇକ୍ କର। ଯଦି ବୁଝିବାରେ କିଛି ଅସୁବିଧା ହେଇଛି ବା ତମର କିଛି ଡାଉଟ୍ ରହିଛି ତେବେ କମେଣ୍ଟ ବକ୍ସରେ ମେନସନ କର। ଏବେ ଆମେ ଦେଖିବା ରାଇମ୍ ସ୍କିମ୍। ଏ ଯେଉଁ ରାଇମ୍ ସ୍କିମ୍ ମାନେ କ'ଣ? ରାଇମ୍ ସ୍କିମ୍ ମାନେ ହେଉଛି ପଦ ପଡ଼ିବା ବା ପଦ ଛିଡ଼ିବା। ପଦ ପଡ଼ିବା କ'ଣ ନା ଓଡ଼ିଆରେ ଦେଖ ଯେପରି ଗୀତ ଗୁଡ଼ିକ ଲେଖାଯାଏ ରଙ୍ଗବତୀ ରଙ୍ଗବତୀ କନକ ଲତା, ହସି ପଦେ କହଲ କଥା, ଲାଜେ ଲାଜେ ନଇଁ ଯାଉଛି ମଥା, ନାଇଁକର ନାଇଁକର ଅଥା। ତାମାନେ ଦେଖ ଲତା, କଥା, ମଥା, ଅଥା ଇଏ ଦେଖ ଯେପରି ପଦ ପଡ଼ୁଛି, ଠିକ୍ ସେହିପରି ଆମ ଇଂଲିଶରେ ମଧ୍ୟ ଅଛି ରାଇମ୍ ସ୍କିମ୍ ମାନେ ପଦ ଛିଡ଼ିବା। ଏ ଯେଉଁ ରାଇମ୍ ସ୍କିମ୍ ଗୁଡ଼ିକ ଆମର ଯେଉଁ ଇଂଲିଶରେ ରାଇମ୍ ସ୍କିମ୍ ଅଛି ତାକୁ ଆମେ ଏ ବି ସି ଡି ଏଇ ଆକାରରେ ଆମେ ତାକୁ ନାମିତ କରିବା। ମନେକର ଗୋଟେ ସେଣ୍ଟେନ୍ସ ଆମେ ଲେଖିବା, ସେଇ ସେଣ୍ଟେନ୍ସର ଶେଷ ୱାର୍ଡ଼କୁ ଦେଖିବା। ଶେଷ ୱାର୍ଡ଼ଟି ଯାହା ପ୍ରୋନାଉନ୍ସ ହେଉଥିବ ପ୍ରଥମ ସେଣ୍ଟେନ୍ସରେ ମନେକର ତାକୁ ଆମେ ଏ ନେବା। ତାପରେ ଦ୍ୱିତୀୟ ସେଣ୍ଟେନ୍ସ ଦେଖିବା, ଯଦି ଦ୍ୱିତୀୟ ସେଣ୍ଟେନ୍ସ ଶେଷ ୱାର୍ଡ଼ଟି ସେଇଆ ଉଚ୍ଚାରିତ ହେଉଥାଏ ପୁଣି ତାକୁ ଏ ନେବା। ଯଦି ଅଲଗା କିଛି ଉଚ୍ଚାରିତ ହେଉଥାଏ ତାକୁ ବି ନେବା। ଏହିପରି ଭାବରେ ଆମେ ରାଇମ୍ ସ୍କିମ୍ ଚିହ୍ନିବା। ଗୋଟିଏ ଆମେ ଷ୍ଟାଞ୍ଜା ଦେଖିବା, ଆମେ ଜାଣିପାରିବା ରାଇମ୍ ସ୍କିମ୍ କିପରି ଚିହ୍ନନ୍ତି ଏବଂ ରାଇମ୍ ସ୍କିମ୍ କ'ଣ। ଦେଖ ଏ ଡାଫୋଡିଲ୍ସ ବିଷୟର ଫାର୍ଷ୍ଟ ଷ୍ଟାଞ୍ଜା ଆମେ ଦେଖିବା। ଆଇ ୱାଣ୍ଡର୍ଡ ଲୋନଲି ଏଜ୍ ଏ କ୍ଲାଉଡ଼। ଆଚ୍ଛା, ପ୍ରଥମେ ଆମେ କ୍ଲାଉଡ଼କୁ ଆମେ ଏ ନେବା। ସେଇ କ୍ଲାଉଡ଼ ଉଚ୍ଚାରଣ ଆସିଲେ ଏହିପରି ଉଚ୍ଚାରଣ ଯଦି ଆସିବ ଆମେ ତାକୁ ବି ନେବା। ତାପରେ ଦେଖ ଲେଖା ହେଇଛି ଦ୍ୟାଟ୍ ଫ୍ଲୋଟ୍ସ ଅନ୍ ହାଏ ଓଭର ଭେଲ୍ସ ଆଣ୍ଡ ହିଲ୍ସ। ତାହେଲେ ଏଠି କ୍ଲାଉଡ଼ ଥିଲା, ଏଠି ହିଲ୍ସ, ଇଏ ହେଉଛି ଡିଫରେଣ୍ଟ ପ୍ରୋନାଉନ୍ସ ଆସୁଛି ମାନେ ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ହିଲ୍ସକୁ ଆମେ ନେବା ବି। ତାହେଲେ କ୍ଲାଉଡ଼କୁ ନେଲେ ଏ, ହିଲ୍ସକୁ ନେଲେ ଆମେ ବି। ହ୍ୱେନ୍ ଅଲ୍ ଏଟ୍ ୱାନ୍ସ ଆଇ ସ ଏ କ୍ରାଉଡ଼। ଦେଖ ଏଠି କ୍ଲାଉଡ଼ କ୍ରାଉଡ଼ ପାଖାପାଖି ଏକା ଉଚ୍ଚାରଣ, ତେଣୁ ଏ କ୍ରାଉଡ଼କୁ ପୁନର୍ବାର ନେବା ଏ। ତାପରେ କହିଲା ଏ ହଷ୍ଟ ଅଫ୍ ଗୋଲ୍ଡେନ୍ ଡାଫୋଡିଲ୍ସ। ତାହେଲେ ଏଠି ଦେଖ ହିଲ୍ସ, ଇଏ ଡାଫୋଡିଲ୍ସ,
एका उच्चारण तेणु हिल्स के आम नहीं बी तेणु से डैफोडिल्स ना बी ताले ए बी तापर देख कहला बिसाइड द लेक बीनीथ द ट्रीज ताले जो ट्रीजटा संपूर्ण भिन्न पुणी आसला क्लाउड पर उच्चारित हो ना कि हिल्स पर उच्चारित हो ना तेणु ट्रीज को आम कौन नवा ना सी नवा तापर देख कहला फ्लोटरिंग एंड डांसिंग इन द ब्रिज ताले ट्रीज के आम सी नहीं ब्रिजटा ट्रीज पर उच्चारण होची तेणु ये ब्रिज भी जीव सी रे ताले आमर ये जो स्टांजार राइम स्कीम कौन है ना ए बी सी सी